କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସବୁଦିନ ପାଇଁ ନୀରବି ଯାଇଛି ଭଏସ୍ ଅଫ୍ ବଲିଉଡ୍। ମୁମ୍ବାଇର ବ୍ରିଜକାଣ୍ଡି ହସ୍ପିଟାଲରେ ଏମର୍ଜେନ୍ସି ବିଭାଗରେ ଆଶାଙ୍କର ଚିକିତ୍ସା ଚାଲିଥିଲା। ଛାତିରେ ସଂକ୍ରମଣ କାରଣରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିବା ନାତୁଣୀ ଜାନାଇ ଭୋସଲେ ସୂଚନା ଦେଇଥିଲେ। ଆଜି 92 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ମେଲୋଡି କୁଇନ୍ ଆଶା ଭୋସଲେ। ଏନେଇ ଆଶାଙ୍କ ପୁଅ ଆନନ୍ଦ ଭୋସଲେ ସୂଚନା ଦେଇଛନ୍ତି। ଆଶାଙ୍କ ବିୟୋଗରେ ଗୋଟିଏ ଯୁଗର ଅନ୍ତ ହୋଇଛି। ଆଶାଙ୍କୁ ହରାଇ ଶୋକରେ ବୁଡ଼ିଛି ବଲିଉଡ୍। ଆଶା ଭୋସଲେଙ୍କ ଗୀତ କଥା କହିବାକୁ ଗଲେ ଗାୟିକା ତାଙ୍କ ଭଉଣୀ ଲତା ମଙ୍ଗେଶକରଙ୍କୁ ଅନୁସରଣ କରିଥିଲେ। ପ୍ରଚୁର ଖ୍ୟାତି ଅର୍ଜନ କରିଥିଲେ। 10 ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ, ଯାହା ମରାଠୀ ଭାଷାରେ ଥିଲା। ସେବେଠାରୁ ସେ କେବେ ପଛକୁ ଫେରି ଯାଇନଥିଲେ। 82 ବର୍ଷର କ୍ୟାରିୟରରେ ପ୍ରାୟ 1200 ଗୀତ ଗାଇଥିଲେ। କଳା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା।